उवाच हे देवी काळे यदुगणे भ्रमिले रही उपबने बहु समय तहि थिले पानीय अन्वेषण कले बने गोटिए कूप थिला तहिरे जल जे नथिला एकई कृकलास थाई पर्वत समान दिशई चमदौड़ी बांधी करी उधार इच्छा सर्व करी ऊपर उधारी न पारी मो आगे करी लघुहारी तुरंते आसिली बहन स्वहस्ते काढ़िली तक्षण मोहर कर स्पर्श भोग भोगी गमन गला स्वर्ग सुवर्ण समान शरीर गलारे नाना अलंकार पुछिली ताको आनी करी कि दोष स्वरूप एपरी पूर्वरे थिला केउ रूप एहा संक्षेपी कहे नृप नृप उवाच कहई नृप जोड़ी कर मो जन्म इक्षुंकु वंशर दाता गण रे नाम मोर शुणी नथिबे चक्रधर जेणु सकल प्राणी मन मध्ये विराजे भगवान सकल हृदगत जान कंपा पुछिले अकारण जेबे पचारु अछ एहा कहिबि संक्षेपण ताहा पृथ्वीरे जेते संख्या बाली नभे तारका जेते बोली बरसा धारार प्रमाण करिनथिली मु गोदान युवती गाभी दुग्धवती न्याय अर्जने करी स्थिति सुवर्ण प्रभृति भूषणे रक्षिण ताहाको जतने कुटुंबी तप ब्रह्मवादी विप्रंकु भक्तिरे संपादी दान करिली प्रतिदिन गोभूमि भवन स्ववन आवर कन्या सजातिल बासन आदि आदि मूल केउ विप्रर एक गाई मोर गुहाळे थिला सोई ताहाकु मोहि कली दान विप्रता घेनिन प्रस्थान करन्ते गोस्वामी भेटिला ए गाई नृप मते देला ता शुणी गोस्वामी बोलोई एहाकु मते थिला देई उभय कलह आचरी मो पाखे करिले गुहारी मुहि कहिली विप्रवर एही गाई को त्याग कर जेते इच्छा तेते गाई निय बहन एहा देई न जानी करी अछि पाप फेड़ मो मनर संताप द्वितीय बोले देवी नाही अनेक गोरु देले तुही एपरी काले मनी धन होइले देव जनार्दन ए मध्ये जम दूत नहीं जमंक आगरे रखाई जम उवाच हे राजा तब बेनी जोग शुभ अशुभ अछि भोग प्रथमे काहाकु भोगिब कह नृपति सेहि भाव शुणी नृपति पछे शुभ भोगिब जाहा कर्मे थिब एमंत बोलु कृकलास हुओ बोइले जीवईस से दिन कृकलास होई एही कूपरे पड़ी थाई आजी आपण स्वहस्तरे उद्धार कल अरण्यरे अद्यपि प्रभ तब भक्ति लुचि नाहिति अछि स्तुति हे जगन्नाथ देव देव अच्युत गोविंद माधव एबे मोहर आज्ञा हेउ विष्णु लोकंकु महाबाहु
ସୁବର୍ଣ୍ଣ ବିମାନ ଆରୋହୀ ସ୍ୱର୍ଗକୁ ଚଳେ ନୃପ ସାଇ। ଶୁଣିଲ ସମସ୍ତ ଚରିତ କମଳେ ଏହା ଅଟେ ସତ। ବ୍ରହ୍ମସ୍ୱ ହରଣର ଫଳ ପାର ନୁହଁଇ କାଳ କାଳ। ଶ୍ରୀରୁବାଚ ହେ ପ୍ରଭୁ ଦୀପଦାନ ଫଳ କହନ୍ତୁ ମୋ ଆଗେ ସକଳ। ଶ୍ରୀ ବିଷ୍ଣୁବାଚ ଶୁଣ ଗୋ ଦୀପଦାନ ଫଳ କହିବା ତା ବିଧି ସକଳ। ସେ ଦୀପଦାନେ କୁରୁ ଦୋଷ ଗୋବିନ୍ଦ ପାତକ ବିଶେଷ। ମହାପାତକ ଆଦି ଯେତେ ସୁଜନ ଖଣ୍ଡଇ ତୁରିତେ। ଅନ୍ତରେ ବିଷ୍ଣୁ ଲୋକ ପାଏ ଯାବତ ଚନ୍ଦ୍ର ସୂର୍ଯ୍ୟ ଥାଏ। ପ୍ରତିପଦାରୁ କରି ଯୋଗ ମୃତ ବା ତୈଳର ସରାଗ। ସାତ ସୂତାରେ ବତି କରି ଅଖଣ୍ଡ ଦୀପେ ତାହା ଭରି। ଜାଳିବ ଆମା ଶେଷ ଯାଏ ବିଧି ଏ ମାସ ବୋଲାଏ। ଏବେ କହିବି ସ୍ନାନ ଫଳ ନଦୀରେ ଦେଶ ଗୁଣ ଠୁଳ। କୂପ ତଡ଼ାଗ ଆଦି ଜଳେ ଅଷ୍ଟଗୁଣରେ ଫଳ ମିଳେ। ମହାନଦୀର ସଙ୍ଗମରେ ସହସ୍ର ଗୁଣେ ଫଳ ମିଳେ। ଅଶକ୍ତ ଗୃହେ ଉଷ୍ମ ଜଳେ ସ୍ନାନ କରିବ ଯଥା କାଳେ। ବୋଲିବ ଯାଉ ପାପ ନାଶ ଏ ମାସ ସ୍ନାନେ ହୃଷିକେଶ। ନିର୍ବିଘ୍ନ ଭାବେ ସ୍ନାନ ଫଳ ଗୋବିନ୍ଦ ଦିଅନ୍ତୁ ସକଳ। ଏ ମନ୍ତ୍ର ବୋଲି ଗଙ୍ଗା ସ୍ମରି ଜାହ୍ନବୀ ତ୍ରିଦଶ ଈଶ୍ୱରୀ। ଭାଗୀରଥୀ ଯେ ହେମବତୀ ତ୍ରିପଥଗାମିନୀ ଯେ ଚିନ୍ତି। ବିଷ୍ଣୁ ପଦରୁ ତବ ଜନ୍ମ ଗଙ୍ଗା ମାଳିନୀ ସୀତା ନାମ। ଆବରଣଳିନୀ ନନ୍ଦିନୀ ଦୁଃଖ କଳୁଷ ବିନାଶିନୀ। ଦ୍ୱାଦଶ ନାମ ତବ ମାତ ଯେ ସ୍ନାନେ କହିବେ ଭକତ। ପୁରୁଷୋତ୍ତମ କରି ଭକ୍ତି ସେମାନେ ଲଭିବେ ସଦ୍ଗତି। ଏପରି ସ୍ନାନ ବିଧି ସାରି ସୁଖରେ ଆଚମନ କରି। ଏ ମାସେ ନ କରେ ଯେ ସ୍ନାନ ମହାପାତକୀ ସେହୁ ଜନ। ଯେଣୁ ଏ ମଳ ନାଶ କରେ ମଳ ମାସର ନାମ ଧରେ। ମଳର ନାମଟି ପାତକ ତାହାର ଅଟେ ଏ ଘାତକ। ସ୍ନାନ ଦାନ ଯେ ବିଷ୍ଣୁ ପ୍ରୀତି ଯେ ଜନେ ଏ ମାସେ ଚିନ୍ତନ୍ତି। କେତେ କହିବା ତାଙ୍କ ଫଳ ଶାସ୍ତ୍ରରେ ସଂଖ୍ୟା ନାହିଁ ତାର। ସାଧୁ ସନ୍ନ୍ୟାସୀ ବିପ୍ରପ୍ରୀତି କରି ଅନନ୍ତ ଲାଭ କୀର୍ତ୍ତି। ପ୍ରଭାତ କୃତ୍ୟ ସାରି ନରେ ଅବ୍ରଣ କୁମ୍ଭ ଘେନି କରେ। ମଣ୍ଡଳ ଉପରେ ସମ୍ପାଦି ସ୍ଥାପିବ ତହିଁ ଯଥା ବିଧି। ତାଗେ ଦୀପକୁ ସ୍ଥାପିବ ଘୃତ ବା ତେଳ ଯାହା ଥିବ। ପୁରୁଷୋତ୍ତମେ ମନ୍ତ୍ରେ ପୂଜି ଦୀପ ସଂସ୍କାର କରି ହେଜି। ଏ ଦୀପ ଘେନି ହେ ଶ୍ରୀହରି ମୋ ପାପ ତାପ ନାଶ କରି। ଏପରି ଜାଗର ବସାଇ ପଞ୍ଚୋପଚାର ତହିଁ ଥୋଇ। ନିଜେ ଆଚରି ପୂଜା ବିଧି ଏ ଅଟେ ଉତ୍ତମ ପ୍ରସିଦ୍ଧି। ନଥବା ସୋଦରାତ୍ମ ଯେ କରିଲେ ମଧ୍ୟମକୁ ଭଜେ। ଅଧମ ପୂଜା ପର କଲେ ତିନି ପ୍ରକାର ଶାସ୍ତ୍ର ବୋଲେ। ପୂଜା କରିବ ବିଧି ମତେ ସେ ଯାହା ପାଇବ ନିରତେ। ଶେଷରେ ପ୍ରଦକ୍ଷିଣ କରି ରାତ୍ରରେ ଜାଗର ଆଚରି। ଯଥା ଶକ୍ତିରେ କିଛି ଦାନ କରିଣ ଦିନେ ଦେବଦାନ।
ଗୋଭୂମି ସୁବର୍ଣ୍ଣର ଦାନେ, ଯେ ଫଳ ଲଭନ୍ତି ସଜନେ। ସେ ଫଳ ଦୀପ ଦାନେ ମିଳେ, ହାତ ନିଶ୍ଚୟ କମଳେ। ଆହୁରି ଏ କଥା ଶୁଣ, ଦୀପଦାନର ଗୁଣାଗୁଣ। ପୂର୍ବରେ ସରସ୍ୱତୀ ତୀରେ, ସୁଷମା ବିପ୍ର ବାସ କରେ। ବିଷ୍ଣୁ ପୂଜାରେ ରତ ଥାଇ, ଭିକ୍ଷାରେ କୁଟୁମ୍ବ ପାଳଇ। ମଳ ମାସରେ ଦୀପଦାନ, କରିଣ ଏକାଦଶୀ ଦିନ। ଅର୍ଦ୍ଧରାତ୍ରରେ ମତେ ସ୍ମରି, ନିଶ୍ଚଳ ଗାତ୍ର ଥିଲା କରି। ମୂଷିକ ଭୋଜନେ ତତ୍ପର, ବିଡ଼ାଳ ପ୍ରବେଶୀ ଗୃହର। ସେକାଳେ ଦୀପ ମନ୍ଦ ତେଜ, ତା ପାପ ପ୍ରହାରେ ଉତ୍ତେଜ। ହୋଇ ବଢ଼ନ୍ତେ ପୁଣ୍ୟ କଲା, ବିଡ଼ାଳ ବିଷ୍ଣୁପୁରେ ଗଲା। ପୁଣି ମର୍ତ୍ତ୍ୟରେ ସେ ଜନମି, ଭାଗ୍ୟ ଭୋଗରେ ହେଲା କର୍ମୀ। ସୁଷମା ମୋକ୍ଷ ପଦ ଲାଭ, କଲା ଏ ଦୀପର ପ୍ରଭାବ। ଶ୍ରୀରୁବାଚ ଭୋନାଥ ପୁଣି ଦୀପ ଫଳ, କହନ୍ତୁ ତା ବିଧି ସକଳ। ଶ୍ରୀ ବିଷ୍ଣୁବାଚ ମଧୁବନରେ ପୂର୍ବ କାଳେ, ସକାଳେ ବିପ୍ର ବାସ କରେ। ତୈବେ ଦୁଇ ଭାର୍ଯ୍ୟା ତାର, ସୁଶୀଳା ବିମଳା ନାମର। ପତି ସେବାରେ ରତ ଥାଇ, କାଳ କଟାନ୍ତି ଘରେ ରହି। ସୁଶୀଳ ଉବାଚ ହେ ନାଥ ଆଜି କେଉଁ ବ୍ରତ, ଯମୁନା ସ୍ନାନରେ ନିରତ। ବହୁତ ଲୋକ ରୁଣ୍ଡ ହୋଇ, କି ପୁଣ୍ୟ ଆଚରନ୍ତି ତହିଁ। ସାକଲ୍ୟବାଚ ଶୁଣ ସୁଶୀଳେ ମଳ ମାସେ, ଆସନ୍ତେ ହୋଇଣ ହରଷେ। ଜଳେ ଚଳନ୍ତି ସ୍ନାନ ପାଇଁ, ସ୍ନାନେ ଅକ୍ଷୟ ଫଳ ପାଇ। ପୁରୁଷୋତ୍ତମ ମାସ ଏହି, ଏ ମାସେ ଦୀପ ଦାନ ଦେଇ। ଅଖଣ୍ଡ ଜାଗର ଯେ ଜନ, ଆଚରେ ସବିଧି ପାଳନ। ତାହାର ପୁଣ୍ୟ ନିଜେ ଧାତା, କହି ନ ପାରେ କରି ଚିନ୍ତା। ସୁଶୀଳ ଉବାଚ କରିବି ଆଜ୍ଞା ଦିଅ ମତେ, କହି ଚରଣେ ପଡ଼ି କେତେ। ସାକଲ୍ୟବାଚ ହେ ସାଧ୍ୱୀ ମୁଁ ହେଲି ପ୍ରସନ୍ନ, ଏ ବ୍ରତ ସ୍ନାନ ଦୀପଦାନ। ବିଧିରେ କରି ଲଭ ଫଳ, କେବେ ନ ହୁତ ବିଫଳ। ବିଧି ପୂର୍ବକ ସ୍ନାନ ସାରି, ଘଟ ଆଗରେ ଦୀପ ବରି। କରେ ସ୍ୱାମୀର ନିତ୍ୟ ପୂଜା, ଭୋଜନ ଶେଷେ ଭକ୍ତି ଧ୍ୱଜା। ସୁଶୀଳା ଏପରି କରନ୍ତେ, ବିମଳା ବିଘ୍ନ ଚିନ୍ତି ନିତେ। ସପତ୍ନୀ ଭାବ ହୃଦେ ବହି, ଏ ବ୍ରତ ବିଘ୍ନ କଲା ଯାଇ। ଦୀପରୁ ନେଇ ଯିବି ତେଲ, ଏହାର ଭାଗି ଦେବି ଗେଲ। ଗୋଟିଏ ମାତ୍ର ଘର ଅଛି, କାହିଁ ଏ ବ୍ରତ କରିଅଛି। ଏପରି ଚିନ୍ତି ଘର ଦ୍ୱାରେ, ତେଲକୁ ଦୀପରୁ ଧାରେ। ତା ଦେଖି ସୁଶୀଳା ଆଶ୍ଚର୍ଯ୍ୟେ, ଘରୁ ବାହାରି ଅନ୍ୟ କାର୍ଯ୍ୟେ। ବିପ୍ର ଅନ୍ୟତ୍ର ଯାନ୍ତେ ଚଳି, ସୁଶୀଳା ଦୁଃଖେ ଦୀପ ଜାଳି। ଏପରି ମତେ ଭାବି ସେହି, ଗୃହ କର୍ମରେ ରତ ଥାଇ। ବିମଳା ଘରେ ପଶି ଦିନେ, ଫୁଙ୍କିଲା ବଦନ ପବନେ। ତହୁଁ ସେ ଦୀପ ଲିଭିଗଲା, ଏପରି ବିଘ୍ନ ଆଚରିଲା। ଏପରି କରେ ବହୁ ଥର, ତଳ ନୀଳ ଅନ୍ଧକାର। ସୁଶୀଳା ସ୍ୱାମୀ ଆଜ୍ଞା କ୍ରମେ,
ଏ ବ୍ରତ ସମାପିଲା ଗ୍ରାମେ। ଯଥାଶକ୍ତିରେ ବିପ୍ର ପୂଜା କରିଲ ଭିରା ତା ଭାରିଜା। ଏମନ୍ତେ କେତେ କାଳ ଅନ୍ତେ ବିମଳା ପରଲୋକ ଯାନ୍ତେ। ତାହାର 3 ପୁତ୍ର ଥିଲେ ତା ପାପମାନେ ମରିଲେ। 30,000 ବରଷ ବିମଳା ନର୍କେ କଲା ବାସ। ତାହାର ପରେ ଗ୍ରାମେ ଜନ୍ମ ଘୁଷୁରୀ ରୂପେ ପାଇ କର୍ମ। ସେ ଜନ୍ମ ଅନ୍ତରେ ସର୍ପଣୀ ତାପରେ ଶୃଗାଳୀ ବଲୁଗୁନି। ପୁଣି ହୋଇଲେ ଗୋଦା ଗୃହେ ନିଷାଦି କେତେ ଜନ୍ମ ସହେ। କୁଷ୍ଠ ରୋଗରେ ତା ଶରୀର ଦୁର୍ଗନ୍ଧେ ମଣ୍ଡଳ ଆକାର। ବିମଳା ଦୀପ ନଷ୍ଟ ଫଳେ ଦୁଃଖିତ ହୋଇ କାଳେ କାଳେ। ସୁଶୀଳ ଦୀପ ମାନ ଦେଇ ବୈକୁଣ୍ଠେ ଗତି ଥିଲା ପାଇ। ପୁତ୍ର ପୌତ୍ରାଦି ଇହଲୋକେ ଋଷି ଚଳିଲା ବିଷ୍ଣୁ ଲୋକେ। ପୁରୁଷ ନାରୀ ଅବାମଳେ ମହାତ୍ମା ଯେବା ଦୀପ ଜଳେ। ଜନମ ଲଭେ ସେ ଜନ ଶୁଣ କମଳେ ସାବଧାନ। ପିତା ଗୋବିନ୍ଦ ସୁବ୍ୟାଖ୍ୟାତ ମୁକୁତା ଦେବୀ ଗମ୍ଭୁଜାତ। ଶ୍ରୀନୀଳାଚଳ ପଶ୍ଚିମର ବାସେଳି ଦେବୀଙ୍କ ପୃଷ୍ଠର। ପୁରୁଷୋତ୍ତମ ଜନ୍ମସ୍ଥାନ କହିଲେ ବିପ୍ର ନାରାୟଣ। ପୁରୁଷୋତ୍ତମ ପଦେ ମନ ରଖି ଲେଖିଲେ ଏ ପୁରାଣ। ଇତି ଶ୍ରୀ ପଦ୍ମପୁରାଣେ ମାଣମାସ ମାହାତ୍ମ୍ୟ ବ୍ରହ୍ମସ୍ୟ ହରଣ ପ୍ରସ୍ତାବେ ସ୍ନାନ ଫଳ ବର୍ଣ୍ଣନಂ ଦୀପଗୁଣ କଥନಂ ନାମ ତ୍ରୟୋଦଶ ଅଧ୍ୟାୟ।